ଓଡ଼ିଆ ରୀତିକାବ୍ୟାନୁମୋଦି ବିଦଗ୍ଧ ଶ୍ରୋତା ବନ୍ଧୁମାନଙ୍କୁ ମୋର ନମସ୍କାର। ବନ୍ଧୁଗଣ, ସେହି ରୀତିଯୁଗର ଅନନ୍ୟ ସାଧାରଣ ପ୍ରତିଭାବାନ କବି ଅଭିମନ୍ୟୁ ସାମନ୍ତ ସିଂହାରଙ୍କର ବିଦଗ୍ଧ ଚିନ୍ତାମଣି 300 ଅର୍ଥାତ୍ 30 ଛାନ୍ଦ ସମ୍ପର୍କରେ ଆଉ କିଛି ଆଲୋକପାତ କରିବା। ସେହି 30 ଛାନ୍ଦ ସମ୍ପର୍କରେ ମୁଁ ପୂର୍ବରୁ କିଛି ଅଂଶ ଆଲୋଚନା କରିଥିଲି। ଏହି 30 ଛାନ୍ଦ ବା 30 ଛାନ୍ଦଟି ହେଉଛି ରାଧା ଏବଂ କୃଷ୍ଣଙ୍କର ଯୁଗଳ ସ୍ୱପ୍ନ ଦର୍ଶନ ବୃତ୍ତାନ୍ତ। ସେ ସମ୍ପର୍କରେ ମୁଁ ସୂଚନାକ୍ରମେ ପ୍ରଥମରୁ ବା କାବ୍ୟ 30 ଛାନ୍ଦର ଆରମ୍ଭରୁ କିଛି ଅଂଶ ମୁଁ ଆଲୋଚନା କରିଥିଲି। ଆଉ ସେ ବିଷୟରେ ମୁଁ ବିଶେଷ ଆଲୋଚନା ନ କରି ଆସନ୍ତୁ ବର୍ତ୍ତମାନ ଅବଶିଷ୍ଟାଂଶ 30 ଛାନ୍ଦର ଅବଶିଷ୍ଟାଂଶର କିୟଦଂଶ ଉପରେ କେମିତି ଆଲୋଚନା କବି କରିଛନ୍ତି ଏବଂ କ'ଣ କହିଛନ୍ତି ଯୁଗଳ ସ୍ୱପ୍ନ ଦର୍ଶନ ନାୟକ ନାୟିକା ଶ୍ରୀକୃଷ୍ଣ ଏବଂ ରାଧା ରାଣୀଙ୍କର ସ୍ୱପ୍ନ ଦର୍ଶନ ବୃତ୍ତାନ୍ତକୁ କିଭଳି ଭାବରେ ନାଟକୀୟ ଗତିରେ ଆଗେଇ ନେଇଛନ୍ତି ବିଦଗ୍ଧ ଚିନ୍ତାମଣି କାବ୍ୟର 30 ଛାନ୍ଦରେ। ଆସନ୍ତୁ ବର୍ତ୍ତମାନ ଶୁଣିବା। ଏହା ପୂର୍ବରୁ ମୁଁ କେବଳ ସୂଚନା ଦେଇଦିଏ, ଆମେ ଆଲୋଚନା କରିଥିଲେ ଯେ ଶରତକାଳୀନ ଆକାଶରେ ପୂର୍ଣ୍ଣମୀ ରାତ୍ରିର ଚନ୍ଦ୍ର ଶୋଭା ପାଉଛି ଏବଂ ସେଇ ଏପଟେ ସୂର୍ଯ୍ୟ ଅସ୍ତ ହୋଇଯାଉଛନ୍ତି, ଏପଟେ ଅସ୍ତାୟମାନ ସୂର୍ଯ୍ୟ ଏବଂ ସେପଟେ ଉଦୀୟମାନ ଚନ୍ଦ୍ର, ଦୁଇଟି ଚକ୍ର ସତେ କାମଦେବ ପେଶିଛି ଏବଂ ଯାହାଫଳରେ ତାତ ସିଦ୍ଧିକି ବଳିବ। ମୁଁ ଆଲୋଚନା କରିଥିଲି ତାତ ସିଦ୍ଧିକି ଅର୍ଥାତ୍ ଭଗବାନ ଶ୍ରୀକୃଷ୍ଣଙ୍କୁ ବଳିଯିବ ବୋଲି ଗୋଟିଏ ଚକ୍ର ହେଉଛନ୍ତି ଭଗବାନ ଶ୍ରୀକୃଷ୍ଣଙ୍କର, ଇଏ କାମଦେବ ତାଙ୍କର ପୁତ୍ର, ତେଣୁ ଇଏ ଦୁଇଟା ଚକ୍ର ପେଶିଛି। ଏହିପରି ଭାବରେ କବି ଆଲୋଚନା କରି କହିଛନ୍ତି ସେଇଥିପାଇଁ ସୂର୍ଯ୍ୟ ଯେତେବେଳେ ଅସ୍ତ ହୋଇଯାଉଛନ୍ତି ତାଙ୍କ ଉପରେ ଦୁଇଟି ଦୋଷ ଲାଗିଛି। କାହିଁକି? ପଶ୍ଚିମ ଆକାଶରେ ବା ପଶ୍ଚିମ ଦିଗଙ୍ଗନା ରୂପିଣୀ ସ୍ତ୍ରୀ ପ୍ରତି ଆକର୍ଷିତ ହୋଇକରି ସେ ଯାଇକରି ସେଇଠି ଅସ୍ତ ଯାଉଛନ୍ତି ବା ପଶ୍ଚିମ ଦିଗର ନାୟିକା ଦିଗଙ୍ଗନା ପାଖରେ ସେ ଯାଇକରି ପ୍ରବେଶ କରିଛନ୍ତି। ଇଏ ଗୋଟିଏ ହେଉଛି ଦୋଷ। କାହିଁକି ନା ପରକୀୟା ପ୍ରୀତି ଲାଗୁଛି। ବା ବାରୁଣୀରେ ହେଲେ ଦୋଷ। ବାରୁଣୀ କହିଲେ ପଶ୍ଚିମ ଆକାଶ ଏବଂ ବାରୁଣୀ କହିଲେ ମଧ୍ୟ ପ୍ରତି ଆସକ୍ତ ହେଲେ ଏବଂ ବାରୁଣୀ ଅର୍ଥାତ୍ ପଶ୍ଚିମ ଦିଗଙ୍ଗନା ରୂପିଣୀ ନାୟିକା। ତେଣୁ ଦିଉମଣି ଇଏ ସୂର୍ଯ୍ୟ ଦୁଇଟି ଦୋଷରେ ଦୋଷଯୁକ୍ତ ହୋଇଛନ୍ତି। କିନ୍ତୁ ଚନ୍ଦ୍ର ଦୁଇଟି ଗୁଣ ତାଙ୍କର ଅଛି। କ'ଣ? ଦିନ ତାପକୁ ବିନାଶନ କଲେ ଏବଂ ତମସ କୂଳ ଅନ୍ଧକାରକୁ ଦୂର କରିବେ। ରାତିରେ ଚନ୍ଦ୍ର ଉଦୟ ହୁଅନ୍ତି। ତେଣୁ ଦିନର ସନ୍ତାପକୁ ବିନାଶନ କଲେ ଏବଂ ତମସ କୂଳ ଅର୍ଥାତ୍ ଅନ୍ଧକାରକୁ ଖଣ୍ଡନ କଲେ, ଦୂର କରିବାକୁ ଆସିଛନ୍ତି। ତେଣୁ ଇଏ ଦୁଇଟି ଗୁଣଯୁକ୍ତ ହୋଇଛନ୍ତି। ଏଣୁ ପୁଣ୍ୟ ସେ ଦୋଷଯୁକ୍ତ ହେଲେ, ଇଏ ପୁଣ୍ୟବାନ ହେଲେ। ତେଣୁ ଇଏ ବିଧୁ ପୁଣ୍ୟରୁ ମାନ ବା ସମ୍ମାନ ଲାଭ କଲେ ଏବଂ ସତେ ଯେମିତି ଏ ଚନ୍ଦ୍ରକିରଣ ଯେତେବେଳେ ଭୂପୃଷ୍ଠରେ ବା ସମଗ୍ର ପୃଥିବୀ ପୃଷ୍ଠରେ ଶରତକାଳୀନ ପୂର୍ଣ୍ଣମୀ ରାତ୍ରିର ଚନ୍ଦ୍ର, ମୁଁ କହିଥିଲି ଯେ ଋତୁ ମୁଖ ଜାତ ତିଥି ଅର୍ଥାତ୍ କୁମାର ପୂର୍ଣ୍ଣମୀ ତିଥିର ଯେଉଁ ଜହ୍ନ ଆକାଶରେ ଉଦୟ ହେଇଛି, ଆଉ ସତେ ବିଧାତା ଗୋଟିଏ ନୂତନ ସୃଷ୍ଟି ଭୂପୃଷ୍ଠ, ଇଏ ନୁହେଁ ଯେ ରୂପାର ରଜତ ସୃଷ୍ଟି ସର୍ଜନ ଅର୍ଥାତ୍ ବିଧାତା ଗୋଟିଏ ରୂପାରେ ତିଆରି ପୃଥିବୀ ତିଆରି କରିଛି। ଗୋଟିଏ ତ ପୃଥିବୀ ଥିଲା, ଏ ଚନ୍ଦ୍ରକିରଣ ଏ ସମଗ୍ର ପୃଥିବୀରେ ଯେତେବେଳେ ଆଚ୍ଛାଦିତ କରିଥିଲା, ଇଏ ହେଉଛି ଗୋଟିଏ ରୂପାର ପୃଥିବୀ ସତେ ଯେମିତି ବିଧାତା ତିଆରି କରିଛି। ଏହାପରେ କବି କ'ଣ କହୁଛନ୍ତି ଆସନ୍ତୁ ଶୁଣିବା। ଶିବାଙ୍କୁ ହୋଇଲେ ଭୀମ ଅଛନ୍ତି ନାନ୍ତି ଭ୍ରମ, ଭୀମ ଗଙ୍ଗାଙ୍କୁ ଲୋଡ଼ିଲେ ଜଟା ଫିଟାଇ, କୁସୁମବତୀ ବ୍ରତତି ଅଦୃଷ୍ଟର ଯାର ରୀତି, ମୋତିହାର ବନ୍ତି ମତି ଚିନ୍ତାକୁ ପାଇ, ଭ୍ରମରେ ଭ୍ରମନ୍ତି, ମଧୁପ ପରାଏ କୁମୁଦିନୀ ଲୋଡ଼ନ୍ତି। ମୁଁ କହିଥିଲି ସନ୍ତି ଚିନ୍ତାମଣ ଉତ୍ରୟ ଅର୍ଥ ଗୌରବ। ଏଇଠି କେତେ ଗୁଡ଼ିଏ ପଦ ଆପଣ ଜାଣିବେ ବିଦଗ୍ଧ ଚିନ୍ତାମଣି କାବ୍ୟରେ। ଏଗୁଡ଼ିକ ସବୁ ଅର୍ଥ ବିଶିଷ୍ଟ ଅର୍ଥ ପ୍ରତିପାଦନ କରୁଥିବାରୁ ଏହାର ଅର୍ଥ ଗୌରବର ମହତ୍ତ୍ୱ ଏଇଠି କବି ଯଥାର୍ଥ ଭାବରେ ବିନିଯୋଗ କରିଛନ୍ତି। ତେଣୁ ଏଇ ଯେଉଁ ଶବ୍ଦ ସଂଯୋଜନା ଶୈଳୀ ଏବଂ ଏହାର ଅର୍ଥର ଯେଉଁ ଗଭୀରତା ଏବଂ ଭାବ ଗାମ୍ଭୀର୍ଯ୍ୟ, ଏହାକୁ ଅତି ବିଦଗ୍ଧ ଚିନ୍ତାମଣି କାବ୍ୟରେ ଅତି ଉତ୍କୃଷ୍ଟ ସ୍ଥାନ କବି ବର୍ଣ୍ଣନା ଛଳରେ ଦେଇଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ। ଶିବାଙ୍କୁ ହୋଇଲେ ଭୀମ, ଏଇ ଯେଉଁ ପୃଥିବୀ ପୃଷ୍ଠରେ ବା ଚନ୍ଦ୍ରକିରଣ ଏଇଭଳି ପଡ଼ିଯାଇଛି ଯେ ଶିବା ଯେ ପାର୍ବତୀ ବର୍ତ୍ତମାନ ଭୀମ ଅର୍ଥାତ୍ ଶିବ,
ଶିବାଙ୍କୁ ହୋଇଲେ ଭୀମ। ଶିବାଙ୍କୁ ଭୀମ ଯେ ଶିବା ଯେ ଭୟଭୀତ ହୋଇଗଲେ କାହିଁକି ଶିବାଙ୍କୁ ହୋଇଲେ ଭୀମ ଅଛନ୍ତି ନାହାନ୍ତି ଭ୍ରମ। ଆରେ ଶିବାଙ୍କୁ ଭୀମ ଅର୍ଥାତ୍ ଶିବ ଅଛନ୍ତି କି ନାହାନ୍ତି ତାଙ୍କର ଭ୍ରମ ହୋଇଗଲା। ଭୀମ ଅର୍ଥାତ୍ ଶବ୍ଦର ଅର୍ଥ ହେଉଛି ଶିବ। ଶିବ ହେଉଛନ୍ତି ଧ୍ୟାଏ ନିତ୍ୟଂ ମହେଶଂ ରଜତଗିରି ନିଭଂ। ରଜତଗିରି ଅର୍ଥାତ୍ ରୂପାର ପର୍ବତ ଭଳି ଯାହାର ଅଙ୍ଗ ଶୋଭା ବିଭୂତି ଭୂଷଣ ହେଇଛନ୍ତି, ପୁଣି ଶ୍ୱେତ ବର୍ଣ୍ଣ ଧାରଣ କରିଛନ୍ତି, ରଜତ ବର୍ଣ୍ଣ ଧାରଣ କରିଛନ୍ତି। ଆଉ ଚନ୍ଦ୍ର କିରଣଟା ଯେତେବେଳେ ପଡ଼ିଗଲା ଆଜ୍ଞା ଇଏ ଆଉ ଜଣାପଡ଼ିଲାନି ଆରେ ଶିବ ଅଛନ୍ତି କି ନାହିଁ। ରୂପାଟା ତ ଧଳା, ଫେରେ ଚନ୍ଦ୍ର କିରଣ ହେଉଛି ଶୁଭ୍ର ଧଳା। ଧଳାକୁ ଧଳା ଯେତେବେଳେ ଦୁଇଟା ମିଶିଗଲା ଆରେ ଶିବ ବସିଥିବା ସ୍ଥାନରେ ଶିବ ଥିଲେ ମଧ୍ୟ ଶିବା ଯେ ପାର୍ବତୀଙ୍କୁ ଭ୍ରମ ହେଲା ଇଏ ଶିବ ଅଛନ୍ତି ମୋ ପାଖରେ ନା ନାହାନ୍ତି, ଏଇଭଳି ଭ୍ରମ ହେଲା। ଆଉ କ'ଣ ହେଲା, ଭୀମ ଗଙ୍ଗାଙ୍କୁ ଲୋଡ଼ିଲେ ଏବଂ ଶିବ ମଧ୍ୟ ଭୟଭୀତ ହୋଇଗଲେ। ଶିବଙ୍କର ମଧ୍ୟ ଭ୍ରମଜାତ ହେଲା। ଆରେ ଜଟାରେ ମୋର ଗଙ୍ଗା ହେଉଛନ୍ତି ଶୁଭ୍ର ଧାରା, ଗଙ୍ଗା ପୂତ ପବିତ୍ର ଏବଂ ଶୁଭ୍ର ଧାରା। ଆଉ ଗଙ୍ଗାକୁ ଧାରଣ କରିଛନ୍ତି ମସ୍ତକରେ ଯେଉଁ ଶିବ ସିଏ ତ ନିଜେ ତ ଧଳା, ଇଆଡ଼େ ଚନ୍ଦ୍ରକିରଣ ପଡ଼ିଗଲା ଧଳା। ଗଙ୍ଗାଙ୍କ ଧାରା ଉପରେ ଯେତେବେଳେ ଚନ୍ଦ୍ରକିରଣ ପଡ଼ିଗଲା ଆଉ ଗଙ୍ଗା ନଦୀର ଧାରା ଅଛି କି ନାହିଁ ମସ୍ତକରେ ଜଟା ଭିତରେ ସେ ମଧ୍ୟ ସନ୍ଦିହାନ ହେଲେ। ଏବଂ ଭୀମ ଗଙ୍ଗାଙ୍କୁ ଲୋଡ଼ିଲେ ଜଟା ଫିଟେଇକିରି ଚାରେ କୁଆଡ଼େ ଗଲେ ଗଙ୍ଗା। ଏବଂ ତାପରେ ଦେଖନ୍ତୁ କେତେ ସୁନ୍ଦର ଭାବରେ କହୁଛନ୍ତି କୁସୁମବତୀ ବ୍ରତତୀ ଅଦୃଷ୍ଟ ରଜାର ରୀତି। ବ୍ରତତୀ ଗୁଡ଼ାକ ଲତା ଗୁଡ଼ାକ କୁସୁମବତୀ ଲତା ଗୁଡ଼ାକ, ବ୍ରତତୀ କହିଲେ ଲତା। ରାତିରେ ଆଜ୍ଞା ବିଭିନ୍ନ ପ୍ରକାର ଫୁଲ ଫୁଟିଛି ସବୁ ଧଳା ଫୁଲ ଗୁଡ଼ାକ। ସେ ଧଳା ଫୁଲ ଉପରେ ଯେତେବେଳେ ଚନ୍ଦ୍ର କିରଣ ପଡ଼ିଯାଇଛି କୁସୁମବତୀ ବ୍ରତତୀ ଅଦୃଷ୍ଟ ରଜାର ରୀତି ପରାୟ ହେଲେ। ଅଦୃଷ୍ଟ ରଜା ନ ଦୃଷ୍ଟ ରଜ ଯଶା ସା ଅଦୃଷ୍ଟ ଅର୍ଥାତ୍ କୁମାରୀ ଅପୁଷ୍ପବତୀ ବା ରଜୋବତୀ ନ ହୋଇଥିବା ଯେଉଁ କୁମାରୀମାନେ ସେଇଭଳିଆ ଅର୍ଥାତ୍ କଢ଼ି ଭଳିଆ ସବୁ ଦେଖାଗଲେ। ଆଉ ଫୁଲଟା ଫୁଟିଥିଲେ ମଧ୍ୟ ଧଳା ପୁଷ୍ପ ଉପରେ ଧଳା ସୂର୍ଯ୍ୟ ଚନ୍ଦ୍ର କିରଣ ଯେତେବେଳେ ଆଜ୍ଞା ପଡ଼ିଯାଇଛି ଏମାନେ କୁମାରୀ ଅର୍ଥାତ୍ କଳିକା କଢ଼ି ସଦୃଶ ହେଲେ, ଆଉ ପୁଷ୍ପବତୀ ହେଇନାହାନ୍ତି ସତେ ଯେମିତି ଲତା ଗୁଡ଼ାକ ଏଇଭଳି। ତେଣୁ ଅଦୃଷ୍ଟ ରଜାର ଶବ୍ଦଟି ପ୍ରୟୋଗ କଲେ। ଏବଂ ମୋତିହାରବନ୍ତୀ ଯେଉଁ ସ୍ତ୍ରୀମାନେ ମୋତିହାର ପକାଇଥିଲେ, ମୁକ୍ତା ହେଉଛି ଧଳା ଆଜ୍ଞା ମୁକ୍ତାମାଳା, ଆଉ ଧଳା ଉପରେ ଫେରେ ଚନ୍ଦ୍ର କିରଣ ପଡ଼ିଗଲା ଯେତେବେଳେ ଆଉ ସେମାନେ ମଧ୍ୟ ନିଜର ମୁକ୍ତାମାଳାକୁ ଖୋଜିବା ଆରେ ମୋ ବେକରେ ମୁକ୍ତାମାଳାଟି ଅଛି କି ନାହିଁ ସେମାନେ ମଧ୍ୟ ସନ୍ଦିହାନ ହେଲେ। ମୋତିହାରବନ୍ତୀ ମତି ଚିନ୍ତାକୁ ପାଇଲେ। ଆରେ ଆମ ମୁକ୍ତାମାଳା ଉପରେ ଯେତେବେଳେ ଚନ୍ଦ୍ର କିରଣ ପଡ଼ିଯାଇଛି ଆଜ୍ଞା ଉଭୟ ଧଳା ହୋଇଯାଇଛି, ଚନ୍ଦ୍ର କିରଣ ପଡ଼ିଯିବାରୁ ମୁକ୍ତାମାଳାଟା ବେକରେ ଅଛି କି ନାହିଁ ବୋଲି ସେ ମଧ୍ୟ ଭ୍ରମରେ ଭ୍ରମିତ ହେଉଛନ୍ତି। ଏବଂ ଭ୍ରମରେ ଭ୍ରମରେ ଭ୍ରମନ୍ତି। ଭ୍ରମର ଗୁଡ଼ିକ ଭ୍ରମରେ ଭୁଲବଶତଃ ଇତସ୍ତତଃ ଭ୍ରମଣ କରୁଛନ୍ତି। ଯେମିତି ଲାବଣ୍ୟବତୀ ଷଷ୍ଠ ଛାନ୍ଦରେ କାବ୍ୟରେ ଭୂପେନ୍ଦ୍ର ଭଞ୍ଜ ଲେଖିଛନ୍ତି ତାହାର ପ୍ରଭାବ ଏଠି ପଡ଼ିଛି। ଭ୍ରମରେ 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 ଭ୍ରମନ୍ତି, ସେଠି ଅଛି ଭ୍ରମନ୍ତି ଭ୍ରମରେ 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 ଶୋଭିତ। ଦେଖରେ ନଳିନୀ ନଳିନୀ ନଳିନୀରେ ପୂରିତ ଭ୍ରମନ୍ତି ଭ୍ରମରେ ଭ୍ରମରେ ଭ୍ରମରେ। ଏଇ ଅଭିମନ୍ୟୁ ସାମନ୍ତ ସିଂହାର ଉପରେ ଏଇ ପ୍ରଭାବ ମଧ୍ୟ ଭଞ୍ଜିଏ ପ୍ରଭାବ ମଧ୍ୟ ପଡ଼ିଛି। ଏଣୁ ଭ୍ରମର ଗୁଡ଼ିକ ଭୁଲରେ ଖୋଜୁଛନ୍ତି। ଆରେ ଧଳା ଫୁଲ ଗୁଡ଼ାକ ତ ସବୁ ଏଇଭଳି କୁଆଡ଼େ ଆଉ ପାଇପାରୁନାହାନ୍ତି। ତେଣୁ ଭ୍ରମର ଗୁଡ଼ାକ ଭ୍ରମନ୍ତି କାହିଁକି ନା ସେମାନେ କଇଁ ଫୁଲ ଗୁଡ଼ିକ କାହିଁକି ନା ମଧୁପ ପରାଏ କୁମୁଦିନୀ ଲୋଡ଼ନ୍ତି। ଇଏ କୁମୁଦିନୀ ଯେ ରାତିରେ ଆଜ୍ଞା କଇଁ ଫୁଲ ଗୁଡ଼ିକ ପ୍ରସ୍ଫୁଟିତ ହୁଏ। ଆରେ ଚନ୍ଦ୍ର କିରଣ ଗୁଡ଼ାକ କଇଁ ଫୁଲ ଉପରେ ପଡ଼ିଯିବାରୁ କଇଁ ଫୁଲ ତ ଧଳା ଏବଂ ଚନ୍ଦ୍ର କିରଣ ଯେତେବେଳେ ପଡ଼ିଯାଇଛି ସିଏ ଆଉ ଭ୍ରମର ଗୁଡ଼ାକ ଆଜ୍ଞା ତା ଭିତରେ ପଶିକରି ମଧୁ ଆହରଣ କରିବା ପାଇଁ ଆଉ ସୁଯୋଗ ପାଉନାହାନ୍ତି। ଆଉ ତେଣୁ ମଧୁପ ପରାଏ, ମଧୁପ ଯେ ମଧୁଆ, ମଧୁପ ଶବ୍ଦ ରହୁଛି ମଧୁଆ, ଆଉ ମଧୁପ ବୋଇଲେ ମଧ୍ୟ ମହୁମାଛି ବା ଭ୍ରମର ଇତ୍ୟାଦି। ଏଣୁ ଭ୍ରମରେ ଭ୍ରମରେ ଭ୍ରମନ୍ତି ମଧୁପ, ସତେ ମଧୁଆ ଭଳି ମଧୁଆ ଲୋକଟା ଯେମିତି ଇତସ୍ତତ ବୁଲେ ସେଇଭଳି ବ୍ୟସ୍ତ ବିବ୍ରତ ହେଇକି ଏ ଭ୍ରମର ଗୁଡ଼ାକ ସେମିତି କ'ଣ କରୁଛନ୍ତି ନା କଇଁ ଫୁଲଟା କେଉଁଠି ଅଛି ପାଉନାହାନ୍ତି। କଇଁ ଫୁଲଟି ଧଳା ଏବଂ ତା ଉପରେ ଚନ୍ଦ୍ର କିରଣ ଯେତେବେଳେ ପଡ଼ିଯାଇଛି କଇଁ ଫୁଲ ଗୁଡ଼ାକୁ ଖୋଜି ହେଉଛନ୍ତି। ଭୁଲବଶତଃ ଇତସ୍ତତ ମଦ୍ୟପ ଲୋକ ପରି ସେମାନେ ଭୁଲୁଛନ୍ତି। ଆଉ କବି କ'ଣ କହୁଛନ୍ତି ଦେଖନ୍ତୁ। ଏ କାଳକୁ ଅନୁଲକ୍ଷୀ ଦୁଃଖୀ ସଖୀ ହୋଇ ସୁଖୀ ସ୍ନେହ ଧନୀ ପାଶେ ମିଳି କହିଲେ ଛଳି ହେ କଳା ନିଧି ଆଶାଇ ଏ କଳା ନିଧି ଦିଶଇ ବର ବର ଦଶ କାଶୁ ପୂଜନ୍ତି ବାଳି ପୋତୁ ମୁଖ ସ୍ୱୀକାର ଜାଣି ସେବା ବ୍ୟାଜେ ବଳେ ବେଶ କଲେ ରମଣୀ। ଅର୍ଥ ଗୌରବ
ମୁଁ ଗୋଟିଏ ସୂଚନା କେବଳ ଦେଉଛି ଆପଣଙ୍କୁ, ଏଇ ପଦ ଗୁଡ଼ିକରେ ଯେତେ ଗୁଡ଼ିଏ ପଦ ଏଠି ଅଛି ଆଜ୍ଞା ସବୁ ସମସ୍ତଥିରେ ଅର୍ଥ ଗୌରବର ବୈଶିଷ୍ଟ୍ୟ ଏଥିରେ ରହିଛି। ଏଗୁଡ଼ିକ ନାରିକେଳ ପାକ କହିଲେ ଅତ୍ୟୁକ୍ତି ହେବ ନାହିଁ। ନାରିକେଳ ପାକ ଥୋକେ ସ୍ଥଳ ଦାକ୍ଷା ଗୁଡ଼କୃତ ପାକ ଥୋକେ ସ୍ଥଳ ନାରିକେଳ ଖର୍ଜୁର ରୋଚକ। ତେଣୁ ଏଗୁଡ଼ିକ ନାରିକେଳ ଫଳ ଭିତରେ ଯେମିତି ଉପରେ କତା ତା ଉପରେ ସଢ଼େଇ ତା ଭିତରେ ରସ ଥାଏ, ସେଇଭଳି ଆପଣ ଏଇ ପଦ ଗୁଡ଼ିକୁ ସ୍ୱୀକାର କରନ୍ତୁ ବା ଗ୍ରହଣ କରନ୍ତୁ। ତେଣୁ ଏ କାଳକୁ ଅନୁଲକ୍ଷୀ ଅର୍ଥାତ୍ ଏଇ ପୂର୍ଣ୍ଣମୀ ରାତ୍ରିର ଚାନ୍ଦିନୀ ରାତି ଶରତକାଳୀନ କାର୍ତ୍ତିକ ମାସର ଯେଉଁ ପୂର୍ଣ୍ଣମୀ ରାତିର ତିଥିକୁ ଅନୁଲକ୍ଷୀ କରି ଯେଉଁ ସଖୀମାନେ ରାଧାକୃଷ୍ଣଙ୍କର ମିଳିତ ବା ଶ୍ୟାମନାଗର ସହିତ ଶ୍ରୀରାଧାଙ୍କୁ ଭେଟ କରିବା ପାଇଁ ବିଭିନ୍ନ ପ୍ରକାର ଚିନ୍ତା କରିଛନ୍ତି, ପାଇପାରି ନାହାନ୍ତି, ଭେଟେଇ ପାରିନାହାନ୍ତି ବା ଅଭିଳାଷ ପୂରଣ କରିବାରେ ଅସମର୍ଥ ହୋଇଛନ୍ତି, ସେମାନେ ଦୁଃଖୀ ଥିଲେ। ବର୍ତ୍ତମାନ ଚାନ୍ଦିନୀ ରାତିଟା ଟିକେ ଆସିବାରୁ ଚନ୍ଦ୍ର ଆକାଶରେ ଉଦୟ ହେବାରୁ ତାଙ୍କର ମନରେ ଟିକେ ଆଶ୍ୱାସନା ଜାଗ୍ରତ ହେଲା, ସାହସ ଆସିଲା। କାହିଁକି ନା ସଖୀମାନେ ସୁଖୀ ହେଇକରି ଯାଇକରି ଶ୍ରୀରାଧା ବା ରାଧାରାଣୀଙ୍କ ପାଖରେ ପହଞ୍ଚିକରି କହିଲେ, ହେ କଳାନିଧି ଆଶାଇ ତୁମେ, ହେ କଳାନିଧି ଅର୍ଥାତ୍ 16 କଳାରେ ଭଗବାନ ଶ୍ରୀକୃଷ୍ଣ ହେଉଛନ୍ତି 16 କଳାରେ ଜଗନ୍ନାଥ ଯେ 16 କଳା ତହୁଁ କଳା ଏ ନନ୍ଦବାଳା କଳାକୁ 16 କଳା କରି ଅର୍ଥାତ୍ 16 କଳା କରିକିରି ଯେଉଁ ଭଗବାନ ଶ୍ରୀକୃଷ୍ଣ ବିହାର କରୁଛନ୍ତି ବ୍ରଜଧାମରେ ବା ବୃନ୍ଦାବନରେ, ତୁମେ ତାଙ୍କୁ ଆଶା କରୁଛ ପାଇବା ପାଇଁ, ମିଳନ ଇଚ୍ଛା କରିଛ। ହେ କଳାନିଧି ଆଶାଇ ଏବଂ 16 କଳାରେ ପରିପୂର୍ଣ୍ଣ ଯେଉଁ ଭଗବାନ ଶ୍ରୀକୃଷ୍ଣ କୃଷ୍ଣସ୍ତୁ ଭଗବାନ ସ୍ୱୟଂ 16 କଳାରେ ସେ ହେଉଛନ୍ତି ପରିପୂର୍ଣ୍ଣ। ତେଣୁ ସେଇ କଳାନିଧିକୁ ତୁମେ ଯେଉଁ ଆଶା କରିଛ ଏବଂ ଏ ପାଇବାକୁ ହେଲେ ଏ କଳାନିଧିକି ବର୍ତ୍ତମାନ ଟିକେ ପୂଜା କରିବା। କାହିଁକିନା କୁମାରୀମାନେ ସାଧାରଣତଃ ଭଲ ବର ପାଇବା ପାଇଁ ଆଜ୍ଞା ଆପଣ ଜାଣିଥିବେ କୁମାର ପୂର୍ଣ୍ଣମୀ ରାତିରେ ଚନ୍ଦ୍ର ପୂଜା କରନ୍ତି କୁମାରୀମାନେ, କାହିଁକିନା ଭଲ ପତିଟିଏ ବା ସ୍ୱାମୀଟିଏ ପାଆନ୍ତି। ତେଣୁ ଏଇ କଥା ସଖୀମାନେ ମନରେ ଅଭିଳାଷ ପୋଷଣ କରି କହୁଛନ୍ତି ରାଧାରାଣୀ କି, ହେ କଳାନିଧି ଆଶାଇ ଶ୍ରୀକୃଷ୍ଣଙ୍କୁ ଶ୍ୟାମନାଗରଙ୍କୁ ପାଇବା ପାଇଁ ତୁମେ ଯେଉଁ ଆଶାନ୍ୱିତ ହେଇଛ, ଆଶା ରଖିଛ ମନରେ, ଏ କଳାନିଧି ବର୍ତ୍ତମାନ ଏଠି ଆକାଶରେ ଉଦୟ ହେଲାଣି ଏବଂ ବରଦ ସକାଶୁ ବାଳିମାନେ ଅର୍ଥାତ୍ ସ୍ତ୍ରୀ ସମସ୍ତ କୁମାରୀମାନେ ବରଦ ଶ୍ରେଷ୍ଠ ବର ଯିଏ ପ୍ରଦାନକାରୀ ଚନ୍ଦ୍ର ଭଲ ସ୍ୱାମୀ ପାଇବା ପାଇଁ ଚନ୍ଦ୍ରଙ୍କୁ ପୂଜା କରନ୍ତି। ତେଣୁ ଆସ ଚନ୍ଦ୍ରଙ୍କୁ ପୂଜା କରିବା, ତୁମର ମନୋବାଞ୍ଛା ବା ଅଭିଳାଷିତ ପଦାର୍ଥ ବା ଇପ୍ସିତ ପଦାର୍ଥ ତୁମକୁ ସେ ଦେବେ। ପୁତୁ ମୁଖ ସ୍ୱୀକାର ଜାଣି, ଏ କଥା କହିବାରୁ ସଖୀମାନେ ଇଏ ମୁହଁ ରାଧା ଟିକେ ମୁଖ ପୋତିଲାରୁ ଏମାନେ ଜାଣିଲେ ଯେ ହଁ ଇଏ ସମ୍ମତି ବା ଅଛନ୍ତି, ସମ୍ମତି ପ୍ରଦାନ କରୁଛନ୍ତି। ସେବା ବ୍ୟାଜେ ବଳେ ବେଶ କଲେ ମିତଣୀ, ଏ ମିତଣୀ ସଖୀମାନେ ସେବା ବ୍ୟାଜରେ ସେବା ଛଳରେ ତାଙ୍କୁ ବେଶ କରିଦେଲେ, ବେଶଭୂଷାରେ ସଜ୍ଜିତ କରିଦେଲେ। ଆଉ କବି କ'ଣ କହୁଛନ୍ତି, ଶ୍ରୀଭୂଷଭାନୁ ଆତ୍ମଜା ବିଧି ପୂର୍ବେ କରି ପୂଜା ପ୍ରେମ ମର୍ମ ଭ୍ରମେ କଲେ ବିନତି ସ୍ତୁତି ଜୟ ପ୍ରଭୁ ରାମଚନ୍ଦ୍ର ସଲକ୍ଷଣ ଗୁଣେ ସାନ୍ଦ୍ର ସକଳ ମଣ୍ଡନ ସଦା ଅନନ୍ତ ଗତି ତମ ତାପହା ସୂଚିକର ବାଳି ନାମରେ ମାତ୍ରକ ଭ୍ରମଣ କର ତମ ତାପହା ସୂଚିକର ବାଳି ନାମରେ ମାତ୍ରକ ଭ୍ରମଣ କର। କେତେ ସୁନ୍ଦର କଥା କହିଛନ୍ତି ଦେଖନ୍ତୁ। ଶ୍ରୀ ବୃଷଭାନୁରା ରାଜଜେମା ଆତ୍ମଜା ଯେ ରାଜଜେମା ଶ୍ରୀ ରାଧା ବିଧିପୂର୍ବକ ଚନ୍ଦ୍ରଙ୍କୁ ପୂଜା କରିକିରି, ମୁଁ କହିଲି କୁମାରୀମାନେ ପୂଜା କରନ୍ତି ତାଙ୍କର ଇପ୍ସିତ ବର ଅଭିଳାଷିତ ବର ବା ସ୍ୱାମୀକୁ ଲାଭ କରିବା ପାଇଁ ପୂଜା କରନ୍ତି। ଏ ସଖୀମାନେ ଯେତେବେଳେ ନେଲେ ଚନ୍ଦ୍ରଙ୍କୁ ସେ ପୂଜା କଲେ ଯଥାବିଧି। ପ୍ରେମ କାହିଁକି ନା କେମିତି ନା ପ୍ରେମ ମର୍ମେ ଭ୍ରମେ କଲେ ବିନତି, ଏବଂ ଏ ପୂଜା କରୁ କରୁ ତାଙ୍କ ମନରେ ଭଗବାନ ଶ୍ରୀକୃଷ୍ଣଙ୍କର ପ୍ରେମ ସତେ ଯେମିତି ଲାଭ କରୁଛନ୍ତି ସେଇଭଳି ତାଙ୍କ ମନରେ ବିଭ୍ରମ ସୃଷ୍ଟି ହେଲା, ଯାହାଫଳରେ ସେ ବିନୀତ ହେଇକରି ସ୍ତୁତି କରିଛନ୍ତି କାହାକୁ। ଦେଖନ୍ତୁ କେତେ ସୁନ୍ଦର କଥା କହିଛନ୍ତି। ଆରେ କୃଷ୍ଣଚନ୍ଦ୍ରଙ୍କୁ ପାଇବା ପାଇଁ ସେ ରାମଚନ୍ଦ୍ରଙ୍କୁ କ'ଣ ପୂଜା କରୁଛନ୍ତି, ଜୟ ପ୍ରଭୁ ରାମଚନ୍ଦ୍ର ସଲକ୍ଷଣ ଗୁଣେ ସାନ୍ଧ୍ର। ନା ଯେହେତୁ କବି ଏଠି ବାଳିର କଥାଟି କହିଛନ୍ତି, ବାଳିମାନେ ପୂଜା କରନ୍ତି କୁମାରୀମାନେ, ତେଣୁ ଏଇ ଯେଉଁ ବାଳି ଶବ୍ଦ ଆସିଲା ଭଗବାନ ଶ୍ରୀରାମଚନ୍ଦ୍ର କ'ଣ କରିଥିଲେ ନା ବାଳିକୁ ବିନାଶ କରିଥିଲେ, କାଳେ ଇଏ ବାଳିକୁ ବିନାଶ କରିଦେବେ, ସେଥିପାଇଁ ଏଠି ରାମଚନ୍ଦ୍ରଙ୍କ କଥାଟାକୁ କହିଛନ୍ତି। ତେଣୁ ଜୟ ପ୍ରଭୁ ରାମଚନ୍ଦ୍ର ସଲକ୍ଷଣ ଗୁଣେ ସାନ୍ଦ୍ର, ହେ ପ୍ରଭୁ ରାମଚନ୍ଦ୍ର ରମଣୀୟ ଚନ୍ଦ୍ର, ଚନ୍ଦ୍ର ପକ୍ଷରେ ଦୁଇ ଅର୍ଥ ଅଛି। ରମଣୀୟ ଚନ୍ଦ୍ର, ଚନ୍ଦ୍ରକୁ ପୂଜା କରୁଛନ୍ତି ଏବଂ ଚନ୍ଦ୍ରଙ୍କୁ ସ୍ତୁତି କରୁଛନ୍ତି। ରାମଚନ୍ଦ୍ର ରମଣୀୟ ଚନ୍ଦ୍ର
ଆକାଶରେ ଶୋଭା ପାଉଥିବା ରମଣୀୟ ଚନ୍ଦ୍ର ପୂର୍ଣ୍ଣମୀ ରାତିର ଚନ୍ଦ୍ର ଏବଂ ପ୍ରଭୁ ରାମଚନ୍ଦ୍ର ସଲକ୍ଷଣ ଯୁକ୍ତେ ଇଏ ଲକ୍ଷଣ ଯୁକ୍ତ ଇଏ ମଧ୍ୟ ଲକ୍ଷଣ ଯୁକ୍ତ କଳଙ୍କ ଯୁକ୍ତ ହୋଇଛନ୍ତି ଏବଂ ସାନ୍ଦ୍ର ବା ନିବିଡ଼ ହୋଇଛନ୍ତି। ସକଳ ସମସ୍ତ ଲକ୍ଷଣ ପରିପୂର୍ଣ୍ଣରେ ସମସ୍ତ ଲକ୍ଷଣରେ ପରିପୂର୍ଣ୍ଣ ହୋଇଛନ୍ତି ରାମଚନ୍ଦ୍ର ଏବଂ ଚନ୍ଦ୍ର ମଧ୍ୟ ଲକ୍ଷ୍ମ ଅର୍ଥାତ୍ ଚିହ୍ନ ଅଛି ଶଶାଙ୍କ ଚିହ୍ନ ତାଙ୍କର କଳଙ୍କ ଅଛି। ଏଣୁ ଏ ଅର୍ଥରେ କବି ବର୍ଣ୍ଣନା କରୁଛନ୍ତି ଏ ଅର୍ଥରେ ଦୁହେଁ ନିବିଡ଼ ଏବଂ ସକଳ ମଣ୍ଡନ ସଦା ଅନନ୍ତ ଗତି ସମସ୍ତ ସକଳ ମଣ୍ଡନ ସମସ୍ତଙ୍କର ସେ ହେଉଛନ୍ତି ମଣ୍ଡନ ପ୍ରିୟ ପାତ୍ର ଏବଂ ଅନନ୍ତ ଗତି ଚନ୍ଦ୍ର ଆକାଶରେ ଅନନ୍ତ ଗତି ଆଉ ଆର ଗତି ଯାହାର ଅନନ୍ତ ଅର୍ଥାତ୍ ଆଦି ଅନ୍ତ କିଛି ଆଦି ମଧ୍ୟ ଅନ୍ତ କିଛି ନାହିଁ ଅନନ୍ତ ଗତି ଯାହାର ଏଇଭଳି ହେଉଛନ୍ତି ପ୍ରଭୁ ରାମଚନ୍ଦ୍ର ଆଉ ଅନନ୍ତ ଯେ ଆକାଶରେ ଯିଏ ବିହାର କରୁଛନ୍ତି ଚନ୍ଦ୍ର। ଆଉ ତମ ତାପହା ଭଗବାନ ଶ୍ରୀକୃଷ୍ଣ ରାମଚନ୍ଦ୍ର ତମ ବା ପାପ ରୂପକ ଅନ୍ଧକାରକୁ ଦୂର କରନ୍ତି ବା ପାପ ଖଣ୍ଡନ କରନ୍ତି ଏବଂ ତମ କହିଲେ ମଧ୍ୟ ଅନ୍ଧକାର ଦୂର କରନ୍ତି ଏବଂ ଦୁହେଁ ହେଉଛନ୍ତି ସୂଚିକର ପବିତ୍ର। ବାଳି ନାମରେ ମାତ୍ରକ ଭ୍ରମ ନ କର ମାତ୍ର ମୁଁ ବାଳି ବୋଲି ଭ୍ରମ କରିକିରି ମୋତେ ବିନାଶ କରିଦେବ ସେ କଥା ନୁହେଁ। ତେଣୁ କୃଷ୍ଣଚନ୍ଦ୍ରଙ୍କୁ ମନରେ ଚିନ୍ତା କଲେ ମଧ୍ୟ ବାଳି ଶବ୍ଦଟି ଦେଇଥିବାରୁ ପ୍ରଭୁ ରାମଚନ୍ଦ୍ରଙ୍କ କଥା ଏଠି କବି ଉଲ୍ଲେଖ କରିଛନ୍ତି। ଜୟ ଜୟ କଳାନିଧି ଅମୃତ କର ପ୍ରସିଦ୍ଧି ଜୟ ଜୟ କଳାନିଧି ଅମୃତ କର ପ୍ରସିଦ୍ଧି ସଦାଶିବ ଶିରୋଧାର୍ଯ୍ୟ ଉଜ୍ଜ୍ୱଳ ମୂର୍ତ୍ତି ସଦାଶିବ ଶିରୋଧାର୍ଯ୍ୟ ଉଜ୍ଜ୍ୱଳ ମୂର୍ତ୍ତି ସୁନ୍ଦର ସୁଲକ୍ଷ ବକ୍ଷ ସୁର ସୁଖୋଦୟେ ଦକ୍ଷ ଦିନ ତାପ ବିନାଶନ ବିରାଜପତି ବିଧୁବର ଆହ୍ଲାଦ କର କମଳିନୀ ନାମେ ଭ୍ରମ ହେବା ଅସାର। ରାଧା କହୁଛନ୍ତି ସ୍ତୁତି କରୁଛନ୍ତି ଜୟ ପ୍ରଭୁ କଳାନିଧି हे प्रभु पुणी आते कृष्णचंद्र कथा पड़े आसला जय जय कलानिधि अमृत कर प्रसिद्धि ये कला सकल कलारे समस्त कलारे जी परिपूर्ण एवं कलानिधि होती चंद्र जय जय कलानिधि अमृत कर सुधापिंड होती चंद्र एवं अमृत किरण बा जी अमृत किरण प्रदान कर चंद्र एवं अमृत कर बोली तुम्हें प्रसिद्धि लाभ कर एवं सदाशिव शिरोधार्य उज्ज्वल मूर्ति चंद्र को धारण कर ये होती सदाशिव श्रीकृष्ण होती सदाशिव सर्वदा मंगलमय एवं चंद्र पक्षर होती सदाशिव जे महादेव आपन को धारण कर चंद्र को धारण कर आपण मैंने जानी एवं वे होती उज्ज्वल मूर्ति ज्योतिस्वरूप ज्योतिष्मान एवं सुंदर सुलक्ष वक्ष उभयंकर होती वक्ष सुंदर सुलक्ष वक्ष सुर सुखोदये दक्ष ओ एमाने सुर सुख सुर मान होती देवता देवता मानकर सुखवर्धन कर राक्षस मान देवता राक्षस तो सब कली राक्षस मान को विनाश करी सुर जी देवता मानकर ये सुख प्रदान करती एवं देवलोक आकाश रे थिबा चंद्र सुर बा देवगण को ये आनंद प्रदान कर दीनताप दिन जे दरिद्र एवं दिवसर ताप संताप को दूर कर चंद्र एवं दिन शब्द अर्थ जोड़े कथा दीर्घ दिन हेले दरिद्र आसीज दिन ताप विनाशन दरिद्र लोकर ताप संताप को आपण दूर कर समर्थ एवं दिन ताप दिवसर ताप को चंद्र दूर कर समर्थ मात्रक विनाशने एवं विराजपति विराजपति बोले तारापति होती चंद्र विराज शब्द अर्थ तारा तारापति होती चंद्र आ विराज बोले पक्षीराज वि शब्द अर्थ पक्षीराज गरुड़ आप गरुड़ आपणकर वाहन गरुड़ आपणकर होती वाहन विराजपति आपण विराज जे गरुड़ होती पति एवं चंद्र होती तारापति एवं विधुवर आह्लादकर आपण होती प्रसन्न समस्त प्रति आह्लादकर आनंदमय एवं विधु कहले चंद्र मध्य किरण समस्त प्रति आह्लादकर कमलिनी नामे भ्रम हेबा आसर तेणु कमलिनी अर्थात मु हूँ देखु के सुंदर भाव ये अर्थ गौरवर कथा कहुई जे कमलिनी नामे भ्रम न कर अरे राति मु हूँ कमलिनी राति तो ये होती कुमुद बांधव चंद्र तेणु कई फूल गुड़िक फुटी राधा होती निजक भावुँ मु तो कमलिनी राति
ପଦ୍ମଫୁଲ ଗୁଡ଼ିକ ମୁଦ୍ରିତ ରହେ। ତେଣୁ କମଳିନୀ ଅର୍ଥାତ୍ ପଦ୍ମିନୀ ଜାତୀୟ ନାୟିକା। ପଦ୍ମିନୀ ପଦ୍ମଗନ୍ଧାସ୍ତୁ ଖାର ଗନ୍ଧାସ୍ତୁ ଚିତ୍ରିଣୀ। ପଦ୍ମିନୀ, ଚିତ୍ରିଣୀ, ଶଙ୍ଖିନୀ, ହସ୍ତିନୀ ଏ ଚାରି ନାୟିକା ଅଛନ୍ତି। ତେଣୁ ସେ କହୁଛନ୍ତି ଆରେ ମୁଁ ପଦ୍ମିନୀ ଜାତୀୟ ନାୟିକା ବୋଲି କମଳିନୀ ଶବ୍ଦଟି ଦେଇଛନ୍ତି। ତାକୁ ଭ୍ରମ କରିକିରି ବିନାଶ ନ କର, ମୋତେ ବିନାଶ ନ କର। ଏଇଭଳି ଭାବରେ ଭଗବାନ ଶ୍ରୀକୃଷ୍ଣଙ୍କୁ ଇଆଡ଼େ ଚନ୍ଦ୍ରଙ୍କୁ ରାଧାରାଣୀ ସ୍ତୁତି କରୁଛନ୍ତି। ହରି କି ବିଚାରି ହରି କର ବିକ୍ଷେପଣେ ଡରି ବାହୁ କମ୍ପିତ। ବାହୁ ତାଙ୍କର ବାହୁ ଯୁଗଳ କମ୍ପିତ ହେଉଛି ଏବଂ ବକ୍ଷସ୍ଥଳକୁ ବା ବକ୍ଷୋଜକୁ ଯଥାସାଧ୍ୟ ସିଏ ଘୋଡ଼େଇ ଦେବା ପାଇଁ ଚେଷ୍ଟା କରିଛନ୍ତି। ଏ ବିଭ୍ରମ ଦେଖି ସଖୀମାନେ ଯେଉଁମାନେ ଥିଲେ ପାଖରେ ସେମାନେ କ'ଣ କଲେ? ଏ ବିଭ୍ରମ ଦେଖିକିରି ହରିଭାବ ମନେ ରଖି ଭଗବାନ ଶ୍ରୀକୃଷ୍ଣଙ୍କୁ ସ୍ମରଣା କରି, ହରି ଯେ ଏଇଠି ଶ୍ରୀକୃଷ୍ଣଙ୍କୁ ସ୍ମରଣା କରିକିରି ଆଉ ସୁଧାଚତ୍ୱରେ ସେ ଯାଇ ଶୋଇଦେଲେ। ଶ୍ରୀକୃଷ୍ଣଙ୍କୁ ଧ୍ୟାନ କରିକିରି ମନରେ ଶ୍ରୀକୃଷ୍ଣଙ୍କୁ କେମିତି ଇଏ ପ୍ରାପ୍ତି ହେବେ ଏଇ କଥା ହରିଭାବ ମନରେ ଧାରଣା ପୋଷଣ କରିକିରି ସୁଧାଚତ୍ୱର ବୋଇଲେ ଚୂନ ଲିପା ଅଗଣା। ସୁଧା କହିଲେ ଚୂନ, ଆଉ ସୁଧାଚତ୍ୱର କହିଲେ ଚୂନ ଲିପା ପ୍ରାଙ୍ଗଣ ବା ଅଗଣା। ଚନ୍ଦ୍ରଶାଳାପୁରରେ ଉପରେ ଯେଉଁ ଛାତ ଆଜ୍ଞା ଅଛି ତା ଉପରେ ଶୁଆଇ ଦେଇଛନ୍ତି। ଏବଂ ଆଉ ସୁଧାଚତ୍ୱରେ ଆଉ ଚନ୍ଦ୍ର କିରଣ ପଡ଼ିଥିବା, ସୁଧା ବୋଇଲେ ଅମୃତ କିରଣ ପଡ଼ିଥିବା, ଆଉ ଚନ୍ଦ୍ର କିରଣ ପଡ଼ିଛି, ଇଆଡ଼େ ଚୂନ ଲିପା ଅଗଣା ଭଳିଆ ଏଇ ଯେଉଁ ଚାନ୍ଦିନୀ ରାତିରେ ନେଇକରି ତାଙ୍କୁ ଶୁଆଇ ଦେଲେ। ଏବଂ ସେ ଯାଇ ପହୁଡ଼ାଇ ଦେଲେ ଧନିକି ଅମୃତ କର ପ୍ରତୀତି ଆଣି ମତିକି ମନରେ କ'ଣ ଆଣିଲେ ନା ଅମୃତ କର ପ୍ରତୀତି, ଅମୃତ ହସ୍ତ ଏବଂ ଅମୃତ ଯେ ସୁଧା ଚନ୍ଦ୍ର କିରଣ, ଇଆଡ଼େ ଚନ୍ଦ୍ର କିରଣକୁ ମନରେ ଆଣିଲେ, ଇଆଡ଼େ ଭଗବାନ ଶ୍ରୀକୃଷ୍ଣଙ୍କର ଅମୃତ କର ବା ହସ୍ତକୁ ମଧ୍ୟ ଆଣିଲେ। ଏ ଉଭୟ କଥାକୁ ଚିନ୍ତା କରିକିରି ସଖୀମାନେ ବା ସଜନୀ ବା ସଙ୍ଗିନୀମାନେ, ପ୍ରିୟ ସଖୀଗଣ ଆଉ ରାଧାରାଣୀକି ସୁଧାଚତ୍ୱର ସେ ଯାଇକରି ଆଜ୍ଞା ଶୁଆଇ ଦେଲେ। ଏ ପର୍ଯ୍ୟନ୍ତ ରାଧାଙ୍କର କଥା ଭାବ, ଶ୍ରୀରାଧାଙ୍କର କଥା କୁହାଯାଇଛି। ଯୁଗଳ ସ୍ୱପ୍ନ ଦର୍ଶନ 300 ଛାନ୍ଦଟି ହେଉଛି ଯୁଗଳ ସ୍ୱପ୍ନ ଦର୍ଶନ। ତେଣୁ ୟା ପରେ ପରବର୍ତ୍ତୀ ପଦ ଗୁଡ଼ିକରେ ଅର୍ଥାତ୍ 11 ପଦରୁ ଇଏ 10 ପଦ ପର୍ଯ୍ୟନ୍ତ ପଳେଇଗଲା ଏବଂ ଶରତ ଋତୁର ବର୍ଣ୍ଣନା ଗଲା, ରାଧାରାଣୀଙ୍କର ମନୋଭାବ ଗଲା ଏବଂ ସଖୀମାନେ କେମିତି ତାଙ୍କୁ ଶୁଆଇ ଦେଲେ ଏ କଥା ଗଲା। ତାପରେ ଆଜ୍ଞା 11 ପଦରୁ ଆସିଲା ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଯୁଗଳ ସ୍ୱପ୍ନ ଦର୍ଶନ ନା, ଭଗବାନ ଶ୍ରୀକୃଷ୍ଣଙ୍କର ଅବସ୍ଥା କ'ଣ ହେଇଛନ୍ତି ସେ ତାଙ୍କର କଥା କବି ଏଠି ଉଲ୍ଲେଖ କରୁଛନ୍ତି। ତେଣେ ରସିକ ଶେଖର ମଣ୍ଡି ଚାନ୍ଦିନୀ କାତର ବିଧୁରେ ଚାହିଁ ଭ୍ରମେ କଥିତ ନାମ ଗୁଣ ଚିହ୍ନ ଅଛି ମିତ୍ର ହାନି କିଛି ମମ ଲୁଭ ସ୍ଥଳେ ନାମ ଭ୍ରମ କି ଜାତ ଜ୍ୟୋତିଧର ନାମ ହିଁ ସତ ବିଚାର କର କେ ରବି କେଉ ଖଦ୍ୟୁତ। ଅର୍ଥ ଗୌରବ ମୁଁ କହିଛି ଏ ପ୍ରତିଟି ପଦରେ ଅର୍ଥ ଗୌରବ ବା ଅର୍ଥ ବୈଶିଷ୍ଟ୍ୟ ରହିଛି। ଏହାକୁ କେବଳ ବିଦଗ୍ଧ ଜନ ମାନେ ପାଇବେ, ନହେଲେ ଟାଣ ଚଣା ଚର୍ବଣ ନାରଦ କଲା ପରି ଯଦି ସାଧାରଣ ଲୋକ ଏ ଭିତରେ ପଶେ ଏ ଗୂଢ଼ ଅର୍ଥ ପ୍ରତିପାଦନ କରୁଥିବା ବିଧବ ଚିନ୍ତାମଣରେ ଏଇ ପଦ ଗୁଡ଼ିକରେ, ତାହେଲେ ଟାଣ ଚଣା ଚର୍ବଣ ନାରଦ କଲା ପରି ଟେକ ଉଜ ଭାଜିବ ଅବଶ୍ୟ ଶ୍ରମ ହେରି। କିଛି ଅର୍ଥ ଆଜ୍ଞା ଭିତରକୁ ପାରିବନି। ତେଣୁ ଆପଣମାନେ ତ ହେଉଛନ୍ତି ବିଜ୍ଞ ଏବଂ ସୁଧୀ ଶ୍ରୋତା, ବିଦଗ୍ଧ ଶ୍ରୋତା ମଣ୍ଡଳୀ। ମୁଁ ନିଶ୍ଚୟ ଭାବୁଛି ଯେ ଆପଣମାନେ ଏ କାବ୍ୟ ରସକୁ ଆମ ଆନନ୍ଦରେ ଗ୍ରହଣ କରିବେ। ତେଣେ ରସିକ ଶେଖର ମଣ୍ଡି ଚାନ୍ଦିନୀ, ରସିକ ଶେଖର ଯେ ରସରାଜ ଶ୍ୟାମନାଗର ଶ୍ରୀକୃଷ୍ଣ ସେମିତି ଚାନ୍ଦିନୀ ଉପରେ ଯାଇକରି କାତରରେ ବିରହ ଅବସ୍ଥା କାତର ହେଇକିରି ଆକୁଳ ହେଇକିରି ବିଧୁର ଯୋଡ଼ିଏ ଶବ୍ଦ ହେଲା। ବିଧୁର ବୋଇଲେ ବିଚ୍ଛେଦ, ଆଉ ବିଧୁର କାନ୍ତା ବିଚ୍ଛେଦ ଏବଂ ବିରହ, ଆଉ ବିଧୁ ଅର୍ଥାତ୍ ଚନ୍ଦ୍ର। ଇଏ ତ ଚନ୍ଦ୍ରଙ୍କୁ ପୂଜା କଲେ, ସେ ମଧ୍ୟ ଚନ୍ଦ୍ରଙ୍କୁ ଦେଖୁଛନ୍ତି। ବିରହ ଅବସ୍ଥା ବର୍ଣ୍ଣନା ହେଉଛି ନା। ତେଣୁ ଚାହିଁ ଭ୍ରମେ କଥିତ, ଭ୍ରମରେ ଚିନ୍ତାରେ ପଡ଼ିଯାଇଛନ୍ତି। ତେଣୁ କହୁଛନ୍ତି ନାମ ଗୁଣ ଚିହ୍ନ ଅଛି। ଆରେ ନାମ ତିନୋଟି କଥା କହିଲେ, ନାମ ଗୁଣ ଚିହ୍ନ। ସିଏ ହେଉଛି ଅମୃତ ପିଣ୍ଡ ଏବଂ ନାମ ଚନ୍ଦ୍ର ଏବଂ ଚିହ୍ନ ଅଛି କଳଙ୍କ ଚିହ୍ନ। ଏବଂ ଭଗବାନ ଶ୍ରୀକୃଷ୍ଣଙ୍କ ଦେହର ନାମ ହେଉଛନ୍ତି କୃଷ୍ଣ ଏବଂ ଗୁଣ ଗୁଡ଼ିକ ଅଛି, ସମସ୍ତ ଗୁଣରେ ପରିପୂର୍ଣ୍ଣ ହୋଇଛନ୍ତି ଏବଂ ଚିହ୍ନ ଭୃଗୁ ବ୍ରାହ୍ମଣର ଚିହ୍ନ ବି ସ୍ୱଦେହରେ ଅଛି। ତେଣୁ ନାମ ଗୁଣ ଏବଂ ଚିହ୍ନରୁ ଚନ୍ଦ୍ର ଏବଂ ଭଗବାନ ଶ୍ରୀକୃଷ୍ଣ ସମାନ।
ସେଥିପାଇଁ ସିଏ ତୁମେ ହେ ଚନ୍ଦ୍ର ତୁମେ ମୋର ମିତ୍ର ହେଲ। ମୋ ପାଖରେ ଯେଉଁ ଗୁଣ ନାମ ଚିହ୍ନ ଅଛି ତୁମ ପାଖରେ ମଧ୍ୟ ସେଇ ଚିହ୍ନ ଅଛି, ତେଣୁ ତୁମେ ମୋର ମିତ୍ର ହେଲ। ତେବେ ମିତ୍ରର ହାନି ଇଚ୍ଛା କରିବ କି ତୁମେ? ଅର୍ଥାତ୍ ରାଧାରାଣୀଙ୍କର ବିଚ୍ଛେଦରେ ମୁଁ ଯେଉଁ କାତର ହେଇଛି ତୁମେ ମୋତେ ଆହୁରି ଜାଳି ଦେଉଛ, ତେଣୁ ଏଇଟା ମିତ୍ରହାନି ଦୋଷ ତୁମକୁ ଲାଗିବ। ଆଉ ମମ ଲୋଭସ୍ଥଳେ, କାହିଁକି ନା ମମ ଲୋଭସ୍ଥଳେ ନାମ ଭ୍ରମ। ଆରେ ତୁମେ ଆଉ ମୁଁ ଯାହାକୁ ଖୋଜୁଛି ସେ ହେଉଛି ଶ୍ରୀରାଧା। ତୁମେ ଅନୁରାଧା ନକ୍ଷତ୍ର ବା ବିଶାଖା ନକ୍ଷତ୍ର ବା ରାଧା ଶବ୍ଦର ଅର୍ଥ ବୋଧେ ଶ୍ରୀରାଧା, ବୃଷଭାନୁଜେମା ଏବଂ 27 ନକ୍ଷତ୍ର ଯେଉଁ ଅଛି ତା ଭିତରେ ଯେଉଁ ବିଶାଖା ନାମକ ନକ୍ଷତ୍ର ଅଛି ତା ନାଁ ମଧ୍ୟ ଅନୁରାଧା ବୋଲି ନକ୍ଷତ୍ର କୁହାଯାଇଛି। ଇଏ ରାଧା ଅନୁରାଧା, ତୁମେ ଏଇ ରାଧାଙ୍କୁ ଶ୍ରୀରାଧାଙ୍କୁ ମୁଁ ଯାହାକୁ ଭାବୁଛି ମୋର ମିତ୍ର ହେଇଯାଇଛ, ତେଣୁ ତୁମେ କ'ଣ ସେଇ ଅନୁରାଧା ରୂପିଣୀ ପ୍ରତି ଆସକ୍ତ ହେଇଛି ଶ୍ରୀରାଧାଙ୍କ ପ୍ରତି ଆସକ୍ତ ହେଇଯାଉଛ କି? ତାହେଲେ ତୁମେ ଆଉ ମିତ୍ର ମୋର କ'ଣ ହେବ? ଏଣୁ ମମ ଲୋଭ ସ୍ଥଳେ, ମୋର ଯେଉଁଠି ଲୋଭ ଅଛି ବା ମୁଁ ଯାହା ପ୍ରତି ଲୋଭ ଆସକ୍ତ ହେଇଛି ତୁମେ ତତ୍ପ୍ରତି ଆସକ୍ତ ହୁଏନି। ତୁମେ ତୁମର ଅନୁରାଧା ନକ୍ଷତ୍ର ପ୍ରତି ଆସକ୍ତ ହୁଅ, ମୁଁ ମୋର ରାଧାରାଣୀ ପ୍ରତି ଆସକ୍ତ ହୁଏ। ଏବଂ ଜ୍ୟୋତିଧର ନା ଉଭୟଙ୍କର ନାମ ଜ୍ୟୋତିଧର, ତୁମେ ହେଉଛ ଜ୍ୟୋତିଷ୍ମାନ ଜ୍ୟୋତିପିଣ୍ଡ, ମୁଁ ମଧ୍ୟ ହେଉଛି ଜ୍ୟୋତିଷ୍ମାନ। ଏବଂ ବିଚାର କର କି ମାତ୍ର ହେଲେ ମଧ୍ୟ ତୁମେ ମନରେ ବିଚାର କର କିଏ ରବି କିଏ ଖଦ୍ୟୋତ, ଅର୍ଥାତ୍ କାହିଁ ଭଗବାନ ଶ୍ରୀକୃଷ୍ଣ ବ୍ରହ୍ମ ପୂର୍ଣ୍ଣ ବ୍ରହ୍ମ 16 କଳାରେ ପରିପୂର୍ଣ୍ଣ, କାହିଁ ଆକାଶରେ ଉଦୀୟମାନ ଚନ୍ଦ୍ର। ଏଣୁ ଗୋଟିଏ ହେଉଛି ରବି, ଅର୍ଥାତ୍ ଭଗବାନ ଶ୍ରୀକୃଷ୍ଣ ଯଦି ରବି ହୁଅନ୍ତି ତାହେଲେ ଇଏ ଖଦ୍ୟୋତ ବା ଜୁଳୁଜୁଳିଆ ପୋକ ବୋଲି ଭଗବାନ ଶ୍ରୀକୃଷ୍ଣ ମନରେ ଚିନ୍ତା କରୁଛନ୍ତି। ତେଣୁ ମୁଁ ଯାହା ପ୍ରତି ଲୋଭାସକ୍ତ ହେଇଛି ଯେଉଁ ରାଧାରାଣୀ ପ୍ରତି ଶ୍ରୀରାଧା ପ୍ରତି ତୁମେ ଆସକ୍ତ ହେବା ଉଚିତ ନୁହେଁ। ତୁମେ ଅନୁରାଧା ନକ୍ଷତ୍ର ବା ବିଶାଖା ନକ୍ଷତ୍ର ପ୍ରତି ଆସକ୍ତ ହେବ, ମୋର ଏଥିରେ କହିବାର କିଛି ନାହିଁ। ଏହିପରି ଭାବରେ ଆଜ୍ଞା କବି ଭଗବାନ ଶ୍ରୀକୃଷ୍ଣଙ୍କର ସଖାମାନେ ବେଢ଼ିକିରି ରହିଛନ୍ତି ଏବଂ ସେଇ ଚାନ୍ଦିନୀ ରାତିରେ ବା ଚନ୍ଦ୍ର କିରଣ ପଡ଼ିଥିବା ରାତିରେ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ରାଧାରାଣୀଙ୍କୁ ଚିନ୍ତା କରୁଛନ୍ତି ଏବଂ ଚନ୍ଦ୍ର ସହିତ ନିଜକୁ କିଭଳି ତୁଳନା କରିଛନ୍ତି। ଏହା ପରବର୍ତ୍ତୀ ପର୍ଯ୍ୟାୟରେ କବି ଭଗବାନ ଶ୍ରୀକୃଷ୍ଣଙ୍କର ଅନୁଚିନ୍ତା ଭାବନା ଆଉ କ'ଣ ବର୍ଣ୍ଣନା କରିଛନ୍ତି ସୁବିଧା ହେଲେ ପରବର୍ତ୍ତୀ ପର୍ଯ୍ୟାୟରେ ଆଲୋଚନା କରିବା। ନମସ୍କାର।